ଯେତେ ସୁନ୍ଦରୀ ଝିଅ ହେଇଥାଉ ଆପେ ଆପେ ପଟିଯିବ। କେବଳ ଏହି ନମ୍ବର ଲେଖି ପକେଟରେ ରଖିଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଏମିତି ଏକ ବଶୀକରଣ ନମ୍ବର। ଏହି ନମ୍ବର ଲେଖି ଆପଣ ପକେଟରେ ରଖିଦେବେ। ତାପରେ ଦେଖିବେ ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପେ ଆପେ ପଟିଯିବ। ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ଝିଅକୁ ପଟେଇବା ପାଇଁ, ସୁନ୍ଦରୀ ବିବାହିତା ନାରୀକୁ ପଟେଇବା ପାଇଁ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି। ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ, କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଏମିତି ଏକ ବଶୀକରଣ ନମ୍ବର। ଏହି ନମ୍ବର ଲେଖିକି ଆପଣ ପକେଟରେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ନମ୍ବର ଏତେ ଶକ୍ତିଶାଳୀ କି ଯେଉଁ ଝିଅ ବା ନାରୀ ପାଇଁ ଆପଣ ଏହି ନମ୍ବରକୁ ଲେଖିବେ ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ବିବାହିତା ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। କାହିଁକି ନା ଆଜି ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ, ଯାହାକୁ ପ୍ରୟୋଗ କରି ଆପଣ କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ମୁହୂର୍ତ୍ତକ ଭିତରେ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କିନ୍ତୁ ବଶୀକରଣ କରିବା ପୂର୍ବରୁ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ଏହି ବଶୀକରଣ ହେଉଛି ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଏହାକୁ ଆପଣ ଭାବିଚିନ୍ତିକି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଯେଉଁ ଝିଅ ବା ନାରୀ ପାଇଁ ଆପଣ ଏହି ବଶୀକରଣକୁ କରିଦେବେ, ସିଏ ସାରା ଜୀବନ ପାଇଁ ଆପଣଙ୍କର ବଶରେ ହେଇଯିବ, ଆପଣଙ୍କୁ ଭଲ ପାଇବ, ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏଥିପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ ଗୋଟିଏ ନମ୍ବର ଶିଖେଇବି। ଆପଣଙ୍କୁ ଏହି ନମ୍ବର ଲେଖିକି ପକେଟରେ ରଖିବାର ଅଛି। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ନାରୀ ପାଇଁ ଆପଣ ଏହି ନମ୍ବରକୁ ଲେଖିକି ପକେଟରେ ରଖିବେ, ସିଏ ଆପଣଙ୍କ ବଶରେ ହେଇଯିବ, ପାଗେଳି ପରି ଆପଣଙ୍କୁ ଭଲ ପାଇବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି ଆପଣ ନମ୍ବର ଲେଖିକି ପକେଟରେ ରଖିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। କାହିଁକି ନା ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିଛନ୍ତି। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିଛନ୍ତି। ତେଣୁ ଆପଣ ବି ମୋ କଥା ମାନି ଏହି ନମ୍ବର ଲେଖି ପକେଟରେ ରଖିଦିଅନ୍ତୁ। ତାପରେ ଦେଖିବେ ଚମତ୍କାର। ଠିକ୍ ଅଛି। ତେବେ ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ମନେ ରଖନ୍ତୁ,
ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇକି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଣିବେ, କଳା ରଙ୍ଗର କଲମ ଆଣିବେ। ତାପରେ ନିଜର ଶୋଇବା ଘରେ କିମ୍ବା କୌଣସି ଏକ ଜାଗାରେ ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ଧ୍ୟାନ ରଖିବେ ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ଆପଣ କ'ଣ କରିବେ, ସେ କାଗଜରେ ପ୍ରଥମେ ଆପଣ 3ଟି ନମ୍ବର ଲେଖିବେ। 7, 8, 6 ଏହି 3ଟି ନମ୍ବର ଲେଖିବେ। ନମ୍ବର ଲେଖି ସାରିବା ପରେ ତା ତଳେ ଆପଣ ସେଇ ଝିଅ ବା ନାରୀର ନାମ ଲେଖିବେ ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ଆଉ ତା ପାଖରେ ଆପଣ ନିଜର ନାମ ଲେଖିବେ। ନାମ ଲେଖି ସାରିବା ପରେ ତା ତଳେ ଆପଣ ଗୋଟିଏ ମୁସଲିମ ମନ୍ତ୍ର ଲେଖିବେ। ଅଲହୁବ ଅଲି ଭସ୍ଲମ ଏହି ମନ୍ତ୍ରକୁ ଆପଣ ଲେଖିବେ। ଲେଖି ସାରିବା ପରେ ସେ କାଗଜକୁ ଭଲ ଭାବରେ ମୋଡ଼ିଦେବେ ଆଉ ଡାହାଣ ହାତରେ ମୁଠେଇକି ଧରିବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାପରେ ଏହି ମନ୍ତ୍ରକୁ 7 ଥର ପଢ଼ିଦେବେ। ଅଲହୁବ ଅଲି ଭସ୍ଲମ, ଅଲହୁବ ଅଲି ଭସ୍ଲମ ଏହିପରି ଆପଣ 7 ଥର ପଢ଼ିଦେବେ। ତାପରେ ସେ କାଗଜରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ସେ କାଗଜକୁ ନିଜର ମୁଣ୍ଡ ଉପରେ 3 ଥର ବୁଲେଇକି ତାପରେ ସେ କାଗଜକୁ ନିଜ ପକେଟରେ କିମ୍ବା ମନି ପର୍ସରେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି ଯେପର୍ଯ୍ୟନ୍ତ ସେ କାଗଜ ଆପଣଙ୍କ ପାଖରେ ଥିବ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ବଶରେ ରହିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।